ଜଣେ ରାଜା ଥିଲେ ଏବଂ ତାଙ୍କ ରାଜ୍ୟରେ ବହୁତ ସାରା ଲୋକ ଥିଲେ। ଗୋଟେ ବେପାରୀ ସେ କ'ଣ କରେ ସବୁଦିନ ରାସନ ବିକେ। ତ ଚାଉଳ ରେଟ୍ ଥିଲା 5 ଟଙ୍କା। ତାକୁ ପୋଷାଏନି କାହିଁକିନା ସେ ଯେତିକି କଲେକ୍ସନ କରେ ସେଇ ହିସାବରେ ତାକୁ ପୋଷାଏନି, ଲାଭ ହୁଏନି। ତ ସେ ସେଠୁ କହିଲା ଏଭଳିଆ ବେପାର କଲେ ତ ମୁଁ ବୁଡ଼ିଯିବି, ମୁଁ ରାଜାଙ୍କୁ କହିକି ଯାଉଛି 10 ଟଙ୍କା କରିବି। ତେ ରାଜାଙ୍କ ପାଖକୁ ଯେତେବେଳେ ଗଲେ ରାଜାଙ୍କୁ କହିଲେ ଛାମ ଏଇଭଳିଆ ଘଟଣା ମୋତେ ପୋଷଉନି, ମୁଁ ହାତରୁ ବାଜୁଛି, ତେଣୁ ମୁଁ 10 ଟଙ୍କା କରିବା ପାଇଁ ଚାହୁଁଛି। ତ ରାଜା କହିଲେ ନାଇଁ ତୁ 10 କରନି, ତୁ 30 ଟଙ୍କା କର। ସେ କହିଲେ ନାଇଁ ସାରେ ଯଦି 30 ଟଙ୍କା କରିଦେବି ବର୍ତ୍ତମାନ ଲୋକ ହାୱାଲା କରିବେ, ଖାଇବାକୁ ପାଇବେନି, ଅନାହାରରେ ମରିଯିବେ। କହିଲେ ତୁ କର ମୁଁ ଅଛି। ଇଏ ହେଠୁ ଯାଇକି ଖୁସି ହେଇକି 30 ଟଙ୍କା ହେଲେ ପ୍ରବଳ ଲାଭ। ତ ଇଏ 30 ଟଙ୍କା କରିଦେଲା, ଲୋକଙ୍କର ହୋ ହାଲା ପ୍ରବଳ ବଢିଗଲା। ଯେତେବେଳେ ବଢିଗଲା ହୋ ହାଲା ସମସ୍ତେ ରାଜାଙ୍କ ପାଖକୁ ଆଇଲେ। ରାଜାଙ୍କୁ କହିଲେ ଯେ ଏଇଭଳିଆ ଏ ବେପାରୀ କାଲି 5 ଟଙ୍କା ବିକୁଥିଲା, ଆଜି 30 ଟଙ୍କା କରିଦେଲା। ରାଜା ହାଡୁ ପଚାରିଲେ ବେପାରୀ କି ତୁମେ କାହିଁକି 30 ଟଙ୍କା କଲ? ନା ମୁଁ ଆଜ୍ଞା ଆପଣଙ୍କୁ କହିକି ଆଇଥିଲି ଯେ ମୋତେ ପୋଷଉନି। ରାଜା କହିଲେ ନା କାଲିଠୁ ତୁ ଆଉ 30 ବିକି ପାରିବୁନି, ତାର ଅଧା ରେଟ୍ କରିକି ବିକିବୁ। ତେଣୁ କହିଲେ ହଉ ଠିକ ଅଛି। ମାନେ ବେପାରୀ କେତେ ଲାଭ ହେଲା ଦେଖନ୍ତୁ। ରାଜାଙ୍କ କଥା ଅନୁସାରେ ସେ 10 ଟଙ୍କା କରିଥାନ୍ତା, କିନ୍ତୁ ଦେଖନ୍ତୁ 15 ଟଙ୍କା ପାଇଗଲା। ତ ହିସାବରେ ରାଜା ଯୋଉମାନେ ଜାଗା ଉପରେ ଅଛନ୍ତି ସେମାନେ ସେ ତାଙ୍କ ହିସାବ ପୁରା କାଲକୁଲେସନ କରିକି ବଢେଇ ହେଉଛନ୍ତି। ପୁଣି ଟିକେ ସମୟ ପାଇଲେ 2 ପଇସା, ମାନେ ଯଦି ତେଲ ଆମର 3 ଟଙ୍କା ବଢୁଛି 30 ପଇସା କମିଲା, ଏଇ ହିସାବରେ ଭାବନ୍ତୁ।